10 ଟଙ୍କାରୁ 500 ଟଙ୍କା ପର୍ଯ୍ୟନ୍ତ ଗୋଟିଏ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଭାବି ବି ନଥିବେ ଏକଥା। ଭାରତରେ ଲୋକମାନେ ପ୍ରତିଦିନ 10, 20, 50, 100 କିମ୍ବା 500 ଟଙ୍କା ନୋଟ୍ ବ୍ୟବହାର କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସରକାର ଏହି ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି? ନୋଟ୍ ଉପରେ ଲେଖାଯାଇଥିବା ମୂଲ୍ୟ ଏବଂ ଏହାକୁ ଛାପିବାର ପ୍ରକୃତ ଖର୍ଚ୍ଚ ଭିନ୍ନ। ଆସନ୍ତୁ ଜାଣିବା ପ୍ରତ୍ୟେକ ନୋଟ୍ ତିଆରି କରିବାରେ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ କାହିଁକି। ଭାରତରେ ନୋଟ୍ ମୁଦ୍ରଣ କାର୍ଯ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ୍ RBI ଦ୍ୱାରା କରାଯାଏ। ଦେଶରେ 4ଟି ମୁଦ୍ରଣ କେନ୍ଦ୍ର ଅଛି। ପ୍ରଥମଟି ନାସିକରେ, ଦ୍ୱିତୀୟଟି ଦେବାସ, ମହୀଶୂର ଏବଂ ସାଲବନିଆ ଅଛି। ଏହି ସ୍ଥାନଗୁଡ଼ିକରେ ବିଭିନ୍ନ ମୂଲ୍ୟର ନୋଟ୍ ପ୍ରସ୍ତୁତ କରାଯାଏ। ନୋଟ୍ ଛାପିବା ପାଇଁ ବିଦେଶରୁ ବିଶେଷ ପ୍ରକାରର କାଗଜ ଏବଂ କାଳି ମଧ୍ୟ ଆମଦାନୀ କରାଯାଏ, ଯାହା ଏହାର ଖର୍ଚ୍ଚକୁ ଆହୁରି ବୃଦ୍ଧି କରିଥାଏ। RBIର ଏକ ରିପୋର୍ଟ ଅନୁଯାୟୀ ଛୋଟ ମୂଲ୍ୟର ନୋଟ୍ ଅର୍ଥାତ୍ 10, 20 ଏବଂ 50 ଟଙ୍କାର ନୋଟ୍ ଛାପିବା ପାଇଁ ପ୍ରାୟ 1ରୁ 2 ଟଙ୍କା ଖର୍ଚ୍ଚ ହୁଏ।